ଆମେ ଯୋଉ ମାଟିରେ ବର୍ତ୍ତମାନ ଛିଡ଼ା ହେଇଛୁ ସେଇ ମାଟିରେ ସେ ଗର୍ବ ଏବଂ ଗୌରବ ଜନ୍ମିତ ସନ୍ତାନ ତାଙ୍କ ସ୍ମୃତିରେ ଖୋର୍ଦ୍ଧାର ରାଜରାସ୍ତା ଉପରେ ଗୋଟିଏ ସୁନ୍ଦର ଉଦ୍ୟାନଟିଏ କରାହେଇଛି। ଆମ ସମୟର ଅନନ୍ୟ ଜନନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ଆଜି ଜନ୍ମ ଶତବାର୍ଷିକୀର ପ୍ରଥମ ଦିନ। ବର୍ଷ ତମାମ ଏହି କାର୍ଯ୍ୟକ୍ରମ ଚାଲିବ। ଉଦ୍ୟୋକ୍ତା ବନ୍ଧୁମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ଯେ ଏଭଳି ଏକ ଉଦ୍ୟମ କରିଛନ୍ତି। ଗୋଟିଏ ଜାତିର ସବୁଠାରୁ ବଡ଼ ଗୁଣ ହେଲା ସେ ତାଙ୍କର ପୂର୍ବସୂରୀମାନଙ୍କ ପ୍ରତି କୃତଜ୍ଞ ରହିବ। ଆମେ ଯେଉଁମାନେ ବର୍ତ୍ତମାନ କ୍ଷମତାରେ ଅଛୁ ଏବଂ ଯେଉଁମାନେ ଭବିଷ୍ୟତ କଥା ଚିନ୍ତା କରୁଛୁ ଅନେକ ସମୟରେ ଅତୀତ ବିଷୟରେ ସଚେତନ ହେଇପାରୁନା। ଆମ ଅତୀତରେ ଦେଶ ସ୍ୱାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଯେଉଁମାନେ ଆମକୁ ଏତେ ବାଟ ଆଣିଛନ୍ତି ସେଇମାନଙ୍କୁ ସ୍ମରଣ କରିବା, ତାଙ୍କ ପ୍ରତି କୃତଜ୍ଞ ରହିବା ଆମର ପ୍ରଥମ ପ୍ରଧାନ କର୍ତ୍ତବ୍ୟ। ଆଜି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଯେତିକି ମନେ ରଖିବା କଥା ହୁଏତ ସେତିକି ଆମେ ମନେ ରଖି ପାରିନାହୁଁ। ବିଳମ୍ବେ କାର୍ଯ୍ୟସିଦ୍ଧି ଭଳି ଶତବାର୍ଷିକୀ ପାଳନ ଅବସରରେ ଆମେ ସମସ୍ତେ ତାଙ୍କର ଅବଦାନକୁ ସ୍ମରଣ କରି ଆହୁରି ଅଧିକ କିପରି ଆମେ ଆଗେଇ ପାରିବା ସେ ସମ୍ପର୍କରେ ସଚେତନ ହେଲେ ଏ କାର୍ଯ୍ୟକ୍ରମ ଏ ଉତ୍ସବ ସଫଳ ହେବ। ଆମେ ଯେଉଁ ମାଟିରେ ବର୍ତ୍ତମାନ ଛିଡ଼ା ହେଇଛୁ ସେଇ ମାଟିର ସେ ଗର୍ବ ଏବଂ ଗୌରବ ଜନ୍ମିତ ସନ୍ତାନ ତାଙ୍କ ସ୍ମୃତିରେ ଖୋର୍ଦ୍ଧାର ରାଜରାସ୍ତା ଉପରେ ଗୋଟିଏ ସୁନ୍ଦର ଉଦ୍ୟାନଟିଏ କରାହେଇଛି। ସେ ଗଛଲତାକୁ, ବଣ ଜଙ୍ଗଲକୁ ଏବଂ ଉଦ୍ୟାନକୁ ବ୍ୟକ୍ତିଗତ ଭାବେ ଭଲ ପାଉଥିଲେ। ସେହି ଦୃଷ୍ଟିରୁ ଏ ଅପନ୍ତରା ଜାଗାଟି ପଡ଼ିଥିଲା, ତାକୁ ଆଜି ଆମେ ଯେଭଳି ସୁନ୍ଦର କରିପାରିଛେ ମୁଁ ଭାବୁଛି ସାରା ଓଡ଼ିଶାକୁ ଯିଏ ଯେଉଁ ବାଟରେ ପାରିବ ଏଭଳି ସୁନ୍ଦର କରି ଗଢ଼ି ତୋଳିବାରେ ସହଯୋଗ କଲେ ତାଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ।